ସାର୍ କ'ଣ କହିବେ ବୋଝ ନାଟକ ଦୀପକ ସାର୍ଙ୍କର ଆପଣ ନିର୍ଦ୍ଦେଶନା ଦେଇଛନ୍ତି ନାଟକଟା ପ୍ରଥମ ଦିନରୁ ବିଜିଏମ୍ରୁ ଲୋକଙ୍କର ମାନେ ରିଭ୍ୟୁ ନେଉଥିଲେ ଦର୍ଶକମାନେ ଯେଉଁମାନେ ଆସିଥିଲେ ନାଟକ ଦେଖିବାକୁ ସୁନ୍ଦର କୌଣସି ମାନେ ଲୋକଙ୍କୁ ଶିକ୍ଷା ଦେଲା ଭଳି ନାଟକ କ'ଣ କହିବେ ନାଟକ ନେଇ ପ୍ରଥମେ ଓଡ଼ିଶାର ଅଗଣିତ ଦର୍ଶକଙ୍କୁ ମୋର ସପ୍ରମ ନମସ୍କାର। ତା ସହିତ ଆମର ସାମ୍ବାଦିକ ଭାଇମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଆଜ୍ଞା ବୋଝ ନାଟକ ତ ଗୋଟେ ମଣିଷ ଜୀବନର କଥା କନସେପ୍ଟ ନିଆହେଇଛି ଯେ ମଣିଷ ପାଇଁ ନିଶ୍ୱାସ ବି ବୋଝ ହୋଇଯାଏ, ତା ବିଶ୍ୱାସ ବି ବୋଝ ହୋଇଯାଏ, ତା ଜୀବନଟା ତା ନିଜ ପାଇଁ ବୋଝ ହୋଇଯାଏ। ଏମିତିଆ ଗୋଟେ ଟପିକ୍ ନେଇକି ନାଟକ କରୁଛି ବୋଝ। ବୋଝ ତ ଆଜି ଯାହା ଥିଲା ଫାଇନାଲ୍ ରିହର୍ସାଲ୍ ଆଜି ଥିଲା। ଫାଇନାଲ୍ ରିହର୍ସାଲ୍ରୁ ଯାହା ରିଭ୍ୟୁ ଲୋକଙ୍କର ମତାମତ ନାଟକ ଭଲ ଲାଗିଛି। ଆଗକୁ ଯାହା ଦର୍ଶକ ଯାହା କହିବେ ଆମର ହାତରେ କିଛି ନାହିଁ। ଆମେ ତ ଚେଷ୍ଟା କରିଛୁ, ଆମେ ତ ଆପଣ ଚେଷ୍ଟା କରିଛୁ ନାଟକ ଭଲ ହଉ ବୋଲି। ସମସ୍ତେ ଚେଷ୍ଟା କରନ୍ତି, ସବୁ ନିର୍ଦ୍ଦେଶକ, ନାଟ୍ୟକାର, ସଙ୍ଗୀତ ନିର୍ଦ୍ଦେଶକ ସମସ୍ତେ ଚାହାନ୍ତି ମୋର ଜିନିଷଟା ଭଲ ହଉ, ପରଫର୍ମାନ୍ସଟା ଭଲ ହଉ ବୋଲି। ସେମିତି ଆମେ ବହୁତ ଚେଷ୍ଟା କରିଛୁ, ବହୁତ ସହଯୋଗ କରିଛନ୍ତି ଆମର ଯେଉଁ କଳାକାର ଯେଉଁମାନେ ଥିଲେ, ବହୁତ ସବୁ ବର୍ଷିୟାନ କଳାକାର ଡଲିଅପା ଅଛନ୍ତି ଏଠି, ଆଉ ଦୟା ଅଛନ୍ତି, ନମିତା ଅଛନ୍ତି, ସେମାନେ ଆମକୁ ବହୁତ ସହଯୋଗ ବି ବହୁତ ସହଯୋଗ କରିଛନ୍ତି। ନାଟକ ସବୁ ଦୃଷ୍ଟିରୁ ଭଲ କରିବାକୁ ଚେଷ୍ଟା କରୁଛୁ, ଭଲ ବି ହେଇଛି। ଆମକୁ ତ ଭଲ ଲାଗିଛି, ଦର୍ଶକଙ୍କୁ ବି ଆଜି ଭଲ ଲାଗିଛି, ମାଲିକଙ୍କୁ ଭଲ ଲାଗିଛି। ଦେଖାଯାଉ ତାପରେ ଯାତ୍ରା ବାହାରିଲେ ଦର୍ଶକ କେଉଁ ପ୍ରକାର ଗ୍ରହଣ କରୁଛନ୍ତି ତ ଦର୍ଶକ ଭଗବାନ ଉପରେ ନିର୍ଭର, ଆମ ହାତରେ କିଛି କଥା ନାହିଁ। ସାର୍ ଗୋଟେ ପ୍ରଶ୍ନ ଆସେ ଯେ କଳାକାରମାନଙ୍କୁ ନେଇକି ନାଟକ ଲେଖାଉଛି ନା ନାଟକଟା ଆଗରୁ ସ୍କ୍ରିପ୍ଟ ତିଆରି ହେଇଛି? ନାଇଁ ଆଜ୍ଞା ଭୁଲ କଥା, କଳାକାର ମାନଙ୍କୁ ହିଁ ନାଟକ ଲେଖା ହୁଏନି। ଶୁଣ, କଳାକାର ଏହା ହୁଏ ଯେ କଳାକାର ଯେତେବେଳେ ବୁକ୍ ହୁଅନ୍ତି ମାଲିକ ଦିଅନ୍ତି ଗୋଟେ ଲିଷ୍ଟ, କଳାକାର ଲିଷ୍ଟ ଗୋଟେ ଦିଅନ୍ତି ଯେ ଏଇ ମାନେ ଆମ ପାର୍ଟିରେ ଅଛନ୍ତି, ଯେ ନାୟକ ଇଏ ଅଛନ୍ତି, ଖଳନାୟକ ଭଙ୍ଗାରୀ ଇଏ ଅଛନ୍ତି, ଯାହା ଯାହା ତାକୁ ନେଇକି ଗପଟା ଆମେ ଚିନ୍ତା କରୁଛୁ ଯେ ଏଇ କଳାକାର ଏଇ ପାର୍ଟଟା କଲେ ଭଲ ହେବ। ସେ କଥା କିଛି ନାହିଁ। ପ୍ରଥମ ହେଉଛି ଗପ। ଆଜ୍ଞା ଦେଖନ୍ତୁ, କଥା ଅଛି ଯେ ଗପ ଯଦି ଆପଣ ଭଲ ନାହିଁ, ଅମିତାଭ ବଚ୍ଚନ ବି ଫେଲ୍। ଅମିତାଭ ବଚ୍ଚନ ବି କିଛି କରିପାରିବେନି। ଏମିତିରେ ବି ଆପଣ ଦେଖିବେ ଅମିତାଭ ବଚ୍ଚନଙ୍କର ବହୁତ ସିନେମା ଫ୍ଲପ୍ ସିନେମା ଅଛି, ଏଇଥିପାଇଁ ଯେ ଗପ ଭଲ ନଥିବ। ସବୁଥିର ମୂଳରେ ହେଉଛି ଗପ। ଗପଟା କିଏ କରିବ? ନାଟ୍ୟକାର। ସବୁରି ମୂଳରେ ହେଉଛନ୍ତି ନାଟ୍ୟକାର, ତାପରେ ନିର୍ଦ୍ଦେଶକ। ସେଥିପାଇଁ କଳାକାରଙ୍କୁ ନେଇକି ନାଟକ ଲେଖା ହେଉଛି, ଏଇଟା ଭୁଲ କଥା। କାହିଁକି ମୁଁ ତ ଏପର୍ଯ୍ୟନ୍ତ ଜାଣିଛି କଳାକାରଙ୍କୁ ନେଇକି ନାଟକ ମାନେ କହୁଥିବେ ବାକି ନାଟକର ଗପକୁ ନେଇକି କଳାକାର ପାର୍ଟ କରନ୍ତି। କିନ୍ତୁ ନାହିଁ ଯେ କଳାକାର ଏଇଆ ଅଛନ୍ତି ତାକୁ ନେଇ ନାଟକ ଲେଖିବା, ଏଇଟା ଭୁଲ କଥା। କିଏ ଲେଖୁଥିବେ କହିପାରିବିନି କି କଳାକାର ଯଦି କିଛି କହୁଥିବେ, ତ ମୁଁ କାହିଁକି ଅନୁଭବ କରିନି ଯେ କଳାକାରକୁ ନେଇକି ନାଟକ ଲେଖିବା ହେଇଥିବ ସେଟା। ଗୋଟେ ନାଟକ ଆଜ୍ଞା ପ୍ରକୃତ ପ୍ରସ୍ତୁତି କରିବାକୁ ଆମକୁ 6 ମାସ ଲାଗିଯାଏ। 6 ମାସ ଆଗରୁ ପ୍ରସ୍ତୁତି କରିବାକୁ ହେବ। ତାକୁ ଗପ କରିବେ, ଗପ ମାଲିକଙ୍କୁ ଶୁଣାଇବାକୁ ହେବ, ମାଲିକଙ୍କ ପସନ୍ଦ ହେବାର ଅଛି। ଯଦି ମାଲିକ ମନା କରିବ, ମାଲିକ ଯେହେତୁ ହେଉଛି ଅନ୍ନଦାତା, ଯଦି ମାଲିକ କହିବେ ନାଇଁ ଆଜ୍ଞା ଏ ଗପଟା ଭଲ ଲାଗୁନାହିଁ, ଦର୍ଶକଙ୍କୁ ଭଲ ଲାଗିବ ନାହିଁ, ତାହେଲେ ଆମକୁ ଗପ ବଦଳାଇବାକୁ ପଡ଼ିବ। ଗପ ପୁଣି ମାଲିକଙ୍କୁ ଶୁଣେଇବୁ। ଗପ ଶୁଣିଲେ ତାକୁ ପୁଣି ଯେଉଁଟା ନାଟ୍ୟ ରୂପାନ୍ତର ଯେଉଁ କୁହନ୍ତି, ନାଟକ ଲେଖିବାକୁ ତାର ଗୋଟେ ଅଲଗା ସବୁ ଫର୍ମୁଲା ଦେଇ କରିବାକୁ ହୁଏ ସବୁ। ଯେ ଖାଲି ଗପଟା ଗୋଟେ ଚିନ୍ତା କରିଦେଲେ ନାଟକ ହେଇଯିବନି, ତାକୁ ସବୁ ଦୃଷ୍ଟିରୁ ଚିନ୍ତା କରିବାକୁ ହେବ। କଳାକାର କ'ଣ କରିବେ, କଳାକାର କେଉଁମାନେ ଅଛନ୍ତି, କେତେ କେତେ ଦୂର ସକ୍ଷମ ସେମାନେ କରିବାକୁ। ଜଣେ ଯଦି 30 କିଲୋ ଓଜନ ବହୁଥିବେ ତାକୁ ଆମେ ଯଦି 2 କୁଇଣ୍ଟାଲ ଦେଇଦେବା ହେଇପାରିବନି। କି ଜଣେ କୁଇଣ୍ଟାଲ ଓଜନ ବହୁଥିବେ ତାକୁ ଆମେ କହିବା 10 କିଲୋ ତୁ ନିଏ, ସେ ତ ଅଶାନ୍ତି ହେବ ନିହାତି। ସବୁ ଦୃଷ୍ଟିକୁ ସବୁ କଥା ଆଖି ଆଗରେ ରଖି ନାଟକଟେ ପ୍ରସ୍ତୁତ କରିବା ହୁଏ। ନାଟକଟେ ପ୍ରସ୍ତୁତ ହେଉଛି ମାନେ ଆମକୁ 6 ମାସ ଲାଗିଯାଏ ଗୋଟେ ନାଟକ ପାଇଁ। ଦିନ ରାତି ପରିଶ୍ରମ କରନ୍ତି ନାଟ୍ୟକାର, ଯେଉଁଟା ନିର୍ଦ୍ଦେଶକ ବହୁତ ପରିଶ୍ରମ କରନ୍ତି ନାଟକଟେ ସଫଳ ହଉ ବୋଲି। ଆଚ୍ଛା, ସଫଳ ତ ଦେଖନ୍ତୁ, ନାଟକଟେ ସଫଳ ହେଲେ ଏଥିରେ ଆମେ ସମସ୍ତେ ବଞ୍ଚିବା। ନାଟକଟେ ସଫଳ ଯଦି ହେଲା, ସଫଳ ନାଟକ ପଡ଼ିଲା, କଳାକାର ପ୍ରଥମେ ବଞ୍ଚିଗଲେ। କଳାକାର ଯଦି ବଞ୍ଚିଲେ ମାଲିକ ବଞ୍ଚିବ, ଅନୁଷ୍ଠାନ ବଞ୍ଚିବ। ଅନୁଷ୍ଠାନ ବଞ୍ଚି ରହିଲେ କଳା ବଞ୍ଚି ରହିବ। ଅନୁଷ୍ଠାନ ବଞ୍ଚି ରହିଲେ ଆମେ ବି ବଞ୍ଚିବା। ଅନୁଷ୍ଠାନ ଯଦି ନାହିଁ ବୋଲେ ଆମକୁ କାମ କିଏ ଦେବ? କାଲି ନାଟ୍ୟକାର ଆମେ ନିର୍ଦ୍ଦେଶକ କାହାକୁ ନେଇକି? ଅନୁଷ୍ଠାନ ନେଇକି ନା। ଯେ ଅନୁଷ୍ଠାନ ଅଛି ବୋଲି ଆମକୁ କାମ ମିଳୁଛି। ଯଦି ନାଟକ ଭଲ ପଡ଼ିବନି, ସେମାନେ ବ୍ୟବସାୟ ହେବନି, ସେମାନେ ନାଟକ ସଂସ୍ଥା ବନ୍ଦ କରିଦେବେ। ସଂସ୍ଥା ବନ୍ଦ କଲେ ଆମେ କାହିଁ କାମ ପାଇବାନି ଆଉ। ସେଥିପାଇଁ ସବୁ ଦୃଷ୍ଟିରେ ରଖିକି ଚିନ୍ତା କରିକି ଆମେ କରିବାକୁ ହେଉଛି। ଏଇଟା ସମସ୍ତଙ୍କର ପେଟ ପାଟଣା ଉପରେ ନିର୍ଭର କରୁଛି।
ଖାଲି ଯେ ଏଥିରୁ କଳାକାର ବଞ୍ଚୁଛନ୍ତି ସେୟା ନୁହଁ, ବହୁତ ଲୋକ ବଞ୍ଚୁଛନ୍ତି। କଳାକାର ଅଛନ୍ତି, ଟେକ୍ନିସିଆନ୍ ଅଛନ୍ତି, ନୃତ୍ୟଶିଳ୍ପୀ ଅଛନ୍ତି, ଆମର 200 ଲୋକ ମାଲିକ ଅଛନ୍ତି। ଆଜ୍ଞା ଆମେ ବି ବଞ୍ଚୁ, ସେଇଥିରୁ ବଞ୍ଚୁଛୁ। କଥା ସବୁ କଥା ନେଇ ଚିନ୍ତା କରିକି କରିବାକୁ କୋଉ ହଉଛି। କୋଉ ନାଟକ ନିର୍ଦ୍ଦେଶନା ଦେବା ପାଇଁ ବର୍ଷ ଚୁକ୍ତିବଦ୍ଧ ହେଇଛି? ସାର୍ ଏଇ ବର୍ଷ ତ କଣ୍ଟ୍ରାକ୍ଟ ହେଇଛି, ୟା ପରେ ଯିବି ବିଶ୍ୱ ଦରବାର, ହୁଁ ସେଥିରେ ନାଟକ ଅଛି ମୋର ଢୋଲିଆ। ତାପରେ ଅଛି ରାଜ ଦରବାର, ଅପେରା ରାଜ ଦରବାର, ସେଥିରେ ଅଛି ହୃଦୟ ଭାଙ୍ଗିଲା ପରେ। ଏସବୁ ନାଟକ ନାଟ୍ୟକାର ହେଉଛନ୍ତି ଡକ୍ଟର ଦୀପକ ଜେନା। ନିହାତି। ଆଜ୍ଞା ଏଇଥିରେ ବି ଆଉ ଗୋଟେ ନାଟକ ଅଛି ଦୀପକ ସାରଙ୍କର ଅଛି, ହଁ ଦୀପକ ସାରଙ୍କର ଅଛି ଜାନୁଆରୀ 2, 2006 ହୁଁ, ହୁଁ, ଆଉ ନାଟକ କରିବେ। ତାକୁ ଅଲଗା ନିର୍ଦ୍ଦେଶକ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି, ଚାଲିଯିବ। ଧନ୍ୟବାଦ। ନାଟକ ଦବା ଦରକାର ସେମିତି କଥା ନାହିଁ ଆଜ୍ଞା। ଦେଖନ୍ତୁ ଆମର ତ ରିହର୍ସଲ ହେଉଛି ମାସେ 1.5 ମାସ। ଆଚ୍ଛା 1.5 ମାସ ଭିତରେ ଜଣେ ନିର୍ଦ୍ଦେଶକ ଅତି ବଡ଼ ହେଲେ 3ଟା କରିପାରିବ, 3ଟା ନାଟକ ହିଁ କରିପାରିବ। ଯଦି ଫିଲ୍ଡରେ ଗୋଟେ କରିବ ହେଲେ କରିପାରିବ, 4 ଖଣ୍ଡ ନାଟକ କରିପାରିବ, ସେତିକି ନାଟକ କରିପାରିବ। ଲୋଭରେ କୋଉଠି ସେମିତି କରିପାରିବିନି ଆଜ୍ଞା। ଶୁଣନ୍ତୁ ଆଉ ଗୋଟେ କଥା, ଲୋଭରେ କଥା କିଛି ନାହିଁ। ଯାହା ଦେଖନ୍ତୁ ଦର୍ଶକ ମନେକର ମୁଁ ଜଣେ ନିର୍ଦ୍ଦେଶକ, ନାଟ୍ୟକାର ବି ହଉ, ମୁଁ ନାଟକ 5 ଖଣ୍ଡ ନାଟକ ଲେଖିବି, ଯେ ଆପଣ କହିଲେ 3 ଖଣ୍ଡ ଲେଖିବା କଥା, ଆପଣ 5 ଖଣ୍ଡ ଲୋଭରେ ପଡ଼ି ଲେଖିଲେ। ଆଜ୍ଞା ମାଲିକମାନେ ଜାଣିନାହାନ୍ତି କି? ମାଲିକମାନେ ଜାଣିଛନ୍ତି ଯେ ଏ ଲୋକକୁ ମୁଁ କାମ ଦେଲେ ସଫଳ ହେବି, ମୋର ବ୍ୟବସାୟ ହବ। ଏଇଟା ଆଜ୍ଞା ବ୍ୟବସାୟର କଥା। ମାଲିକ ଏଇଟା କିଛି ଭାଇଚାରାର କଥା ନାହିଁ ଯେ ମାଲିକ ଆମ ମୁହଁ ଦେଖିକି ନେଇଯିବ। ଯୋଉ ଯିଏ ବି ଲେଖୁଛି କହୁଛନ୍ତି ଆପଣ ଅଧିକା ନାଟକ କରୁଛି ବୋଲି, ଲୋଭରେ ପଡ଼ିକି ନାହିଁ ଆଜ୍ଞା। ମାଲିକମାନେ ନଉଛନ୍ତି, ଯେହେତୁ ସେ ନାଟ୍ୟକାର କି ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ ବ୍ୟବସାୟ ମାନେ ସେତିକି ବ୍ୟବସାୟ ଦଉଛନ୍ତି ବୋଲି ମାଲିକମାନେ ନଉଛନ୍ତି। ଏଥିରେ ଆମେ ଭାବିବାନି ଯେ ସେମାନେ ଲୋଭରେ ପଡ଼ିକି କରୁଛନ୍ତି, ନା ଭୁଲ କଥା ଏଇଟା। ସେତିକି ଆଜ୍ଞା ଦେଖନ୍ତୁ, ପରିଶ୍ରମ ନ କଲେ ପଇସା କିଏ ଦଉଛି କି? ତ ପରିଶ୍ରମ କରୁଛି ଜଣେ ନାଟ୍ୟକାର, ଗୋଟେ ନାଟକ ଲେଖିବାକୁ ଯଦି ତାକୁ ମାସେ ଟାଇମ୍ ଲାଗୁଛି, ତ 3ଟା ନାଟକ ଲେଖିବ, ସେ ଅନୁଯାୟୀ ପରିଶ୍ରମ ସିଏ କରୁଛି। ନିହାତି। ପରିଶ୍ରମର ପାରିଶ୍ରମିକ ଆମେ ଦଉଛେ, ମାଲିକମାନେ ଯୋଉ ଦଉଛନ୍ତି ଖାଲି ଦେବେ କି ଆଜ୍ଞା? ଜଣଙ୍କର ଏବେ ନାଟକ, ମୁଁ ଗୋଟେ ନାଟକ କଲି ଆଜ୍ଞା, ଏ ପାର୍ଟି ନାଟକ କଲି, ଏ ବର୍ଷ ନାଟକ ମୋର ଭଲ ହବନି, ଦର୍ଶକ ଦେଖିବେନି, ଏ ବାବୁ ମତେ ଆସନ୍ତା ବର୍ଷ ନେବେ କି? ନେବେନି। କାହିଁକି ନେବେ ମତେ? ମୋ ପାଇଁ ତାର ବ୍ୟବସାୟ ହଉନି, ମତେ କାହିଁକି ନେବେ? ମୁଁ କଣ ତାର ଭାଇ ନା ବନ୍ଧୁ? ସେଥିପାଇଁ କିଛି ଏଇଟା ଭୁଲ କଥା ନାହିଁ। କପି ତ କାହିଁ ମୁଁ କେବେ ଅନୁଭବ କରିନି ଆଜ୍ଞା, କପି କଥା। କପି ଆଉ କଣ ସେମିତି କିଛି କପି ଏଇଟା ଭୁଲ କଥା ଆଜ୍ଞା। କପି ଯୋଉ କହିବା କଥାଟା, କପି କଥାଟା ଭୁଲ କଥା। କପି କାହିଁକି ଇଏ କରିବ? କଣ କପିର ମାନେ କଣ? ଏ କପି ସେଠୁ ବହିଟା ଆଣିକି ଜେରକ୍ସ କରି ଏଠି ଦେଇଦେଲେ ନା କଣ? ସେଇଟା ଗୋଟେ କପି। ଆଉ ସେଇ ଗପ ଦେଖନ୍ତୁ ଆଜ୍ଞା, ଗୋଟେ କଥା ଆମର ଅଛି, ଭାଇ ଭାଇ ଭିତରେ ଝଗଡ଼ା ହବ, ଗୋଟେ ସମ୍ପତ୍ତି ପାଇଁ ଭାଇ ଭାଇ ଭିତରେ ଝଗଡ଼ା ହବ। ଏଇଟା ତ ଜେନ୍ୟୁଇନ୍ କଥା ଆମ ସମାଜରେ ହୁଏ। ଯଦି ସେ ଝଗଡ଼ାକୁ କିଏ ନାଟକରେ ଦେଇଥିବ, ସ୍ଥାନ ଦେଇଥିବ, ସେ ନାଟକ ମନେକର ଏଇ ନାଟକରେ ହେଇଛି ଭାଇ ଭାଇ କଥା, ଆଉ ନାଟକ ହେଇଛି ଭାଇ ଭାଇ ଝଗଡ଼ା, ସେଟାକୁ ଆମେ କପି କହିବା କି? କହିବାନି। ଗୋଟେ ନାଟକରେ ହେଇଛି ଯେ ଏଥିରେ ହେଲା ଜାଆଁଳା ଛୁଆ ହେଇଛି, ସେଇ ନାଟକ ଗପର ମଧ୍ୟ ଜାଆଁଳା ଛୁଆ ଅଛି, ସେଟା କଣ କପି କି ଆଜ୍ଞା? ଏଇ ପରିବାରରେ ଜାଆଁଳା ଛୁଆ ହଉଛି, ସେ ପରିବାରରେ କଣ ଜାଆଁଳା ଛୁଆ? ଜାଆଁଳା ଛୁଆଟା କଣ ଓଡ଼ିଶାରେ ଗୋଟେ ହଉଛି? ଏଟା କପି ନୁହଁ ନା। କପି ଏଇଆ କହିବା ଯେ ଗୋଟେ ନାଟକ ସିଏ କରିଥିଲେ, ତାକୁ ଜେରକ୍ସ କରି ଆଣିକି ଦେଇଦେଲେ, ସେଟା ହଉଛି କପି। କପି ହଁ ହେଲା, ସିଏ ମାଲିକ ଯିଏ କହିଛନ୍ତି ସିଏ ବି ଅନୁଭବ କରିଥିବେ, ଆମେ ତ ସେ କଥାକୁ ଭୁଲ କହିବାନି। ଯେହେତୁ ମାଲିକ ହଉଛନ୍ତି ଈଶ୍ୱର, ମାଲିକ ଆମ ପାଇଁ ଈଶ୍ୱର, ସେମାନେ ଆମକୁ ଦାନା ଦଉଛନ୍ତି, ଅନ୍ନଦାତା, ତାଙ୍କୁ ତ ଆମେ ଆଉ ମେଡି କହିପାରିବାନି। ମତେ କାହିଁ ସେଟା ଲାଗେନି ଯେ କପି କରୁଛନ୍ତି କଥା। ଧନ୍ୟବାଦ। ଆଜ୍ଞା, ଜୟ ଜଗନ୍ନାଥ।